OSOU ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ସମ୍ବଲପୁର ଅଧୀନରେ ଯେଉଁମାନେ ବି 2025-26 ଶିକ୍ଷାବର୍ଷ ଲାଗି ଆଡ଼ମିସନ୍ କରିଛନ୍ତି କେଉଁଥିରେ ନା ଓଡ଼ିଆ ପିଜିରେ ଜୁଲାଇ ମନ୍ଥରେ ଏବଂ ସେମାନଙ୍କର ଅଲରେଡ଼ି ଫର୍ମ ଫିଲ୍ଅପ୍ ଚାଲିଛି 16 ତାରିଖରୁ 22 ତାରିଖ ହେଉଛି ଲାଷ୍ଟ ଡେଟ୍ ଫର୍ମ ଫିଲ୍ଅପ୍ର ଏବଂ 31 ତାରିଖ ହେଉଛି ଅନଲାଇନ୍ ଡକୁମେଣ୍ଟସ୍ ସବମିଶନ୍ର। ତାପରେ ଆପଣମାନଙ୍କର 2 ତାରିଖ ରହିଛି ଲାଷ୍ଟ ଡେଟ୍ ଯେଉଁଠି ଆପଣମାନେ ଏକ୍ଜାମ୍ ଦେବେ ଯେଉଁ ସେଣ୍ଟରରେ ସେଠି ସବମିଟ୍ କରିବେ। ତ ଆପଣମାନଙ୍କର ଯେଉଁ ରହିଛି 5ଟା POD 1 POD 2 3 4 5 ତ ସେ 5ଟା ପିରିୟଡ଼ର ଯେଉଁ ଆସାଇନମେଣ୍ଟ କ୍ୱେଶ୍ଚନ୍ ରହିଛି ଏବେ ଆମେ ଦେଖିବା POD 1ର ଆସାଇନମେଣ୍ଟ କ୍ୱେଶ୍ଚନ୍ POD 1 ତ ଏଇ POD 1ର ଆସାଇନମେଣ୍ଟ କ୍ୱେଶ୍ଚନ୍ ଦେଖିବା ପୂର୍ବରୁ ଯେଉଁମାନେ POD 2ର ଆସାଇନମେଣ୍ଟ କ୍ୱେଶ୍ଚନ୍ ଦେଖିନ ସେମାନେ ଦେଖିଦିଅ ଆଉ ଚ୍ୟାନେଲକୁ ବହୁତ ମାତ୍ରାରେ ସବସ୍କ୍ରାଇବ୍ କରିଦିଅ କାହିଁକିନା ମୁଁ ଯେଉଁ ଭିଡ଼ିଓ ଆପଣମାନଙ୍କର OSOU ଆସାଇନମେଣ୍ଟକୁ ନେଇକି ହଉ ଏକ୍ଜାମ୍କୁ ନେଇକି ଅପଲୋଡ଼ କରିବି ତା ନୋଟିଫିକେସନ୍ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଚାଲନ୍ତୁ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ନିଶ୍ଚିତ ଭାବେ ଗୋଟେ ସବସ୍କ୍ରାଇବ୍ କରି ରଖିବେ ଆଉ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦେବେ ଏବଂ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦେବେ ସେମାନେ ମଧ୍ୟ ଉପକୃତ ହୋଇପାରିବେ। ଚାଲନ୍ତୁ ଦେଖିବା କ'ଣ ରହିଛି କ୍ୱେଶ୍ଚନ୍। ସଂସ୍କୃତିର ପ୍ରକାରଭେଦ ନିରୂପଣ କର। ସଂସ୍କୃତି ଏକ ନିୟମ ଯାହା ସର୍ବୋତ୍କୃଷ୍ଟ ଏବଂ ସର୍ବୋତ୍ତମ। ଏହାକୁ ସମସ୍ତେ ମାନିବାକୁ ବାଧ୍ୟ ନିଜ ଇଚ୍ଛାରେ ହେଉ ବା ଅନିଚ୍ଛାରେ। ଏହା ସମାଜରେ ଶୃଙ୍ଖଳିତ ଭାବରେ ଜୀବନଯାପନ କରିବା ଅନ୍ୟମାନଙ୍କ ସହ କଥା ହେବା ଅନ୍ୟମାନଙ୍କ ସହ ମିଳିମିଶି ଓଷା ବ୍ରତ ଆଦି ପାଳନ କରିବା ସମାଜରେ ବସବାସ କରୁଥିବା ସମସ୍ତ ପ୍ରାଣୀଙ୍କ ସହିତ ଭାବ ସ୍ଥାପନ କରିବାକୁ ଶିକ୍ଷା ଦେଇଥାଏ। ସଂସ୍କୃତି ବ୍ୟକ୍ତିକୁ ଶିକ୍ଷା ପ୍ରଦାନ କରୁଥିବାରୁ ସେ ଗୁରୁ ପଦବାଚ୍ୟ। ଏହା ମନୁଷ୍ୟକୁ ଦିଗ୍ଦର୍ଶନ ଦେଇ ଦିଗ୍ଦର୍ଶକର କାର୍ଯ୍ୟ କରିଥାଏ। ସଂସ୍କୃତି ବ୍ୟକ୍ତିର ପାଖେ ପାଖେ ଥାଏ ଏବଂ ତା'ର ଅନ୍ତଃଚେତନାରେ ମଧ୍ୟ। ଏଣୁ ଏହା ମଣିଷର ଉତ୍ତମ ବନ୍ଧୁ। ସିଧାସଳଖ ଭାବରେ କହିବାକୁ ଗଲେ ମଣିଷ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ ରହିଥାଏ। ସଂସ୍କୃତିର ସଂଜ୍ଞା ବିଷୟରେ ଜାଣିବା। ସଂସ୍କୃତିର ଆଧାର ବିନା ଏକ ସୁସ୍ଥ ଓ ସୁନ୍ଦର ସମାଜର ପରିକଳ୍ପନା ଅସମ୍ଭବ। ବ୍ୟକ୍ତିଗତ ସ୍ତରରେ ଏହା ବ୍ୟକ୍ତିକୁ ମାର୍ଜିତ ଶୃଙ୍ଖଳିତ କରିବା ସହିତ ତା'ର ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥାଏ ଏବଂ ଗୋଷ୍ଠୀଗତ ସ୍ତରରେ ସମାଜରେ ମୂଲ୍ୟବୋଧ ପ୍ରତିଷ୍ଠା କରିବା ସହିତ ଉଚିତ ଦିଗ୍ଦର୍ଶନ ଦେବାରେ ସଂସ୍କୃତିର ଭୂମିକା ରହିଛି। ତେଣୁ ସଂସ୍କୃତି ସମ୍ବନ୍ଧରେ ମୌଳିକ ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଛି। ସଂସ୍କୃତି ଏକ ବ୍ୟାପକ ଶବ୍ଦ। ଏହା କେବଳ ପ୍ରଥା ପରମ୍ପରା ଧର୍ମ ରୀତି ଓ ନୀତିକୁ ବୁଝାଇ ନଥାଏ ଏହା ମଧ୍ୟ ବିଜ୍ଞାନ କଳା ଶିକ୍ଷା ବିଚାରଧାରା ଏବଂ ବିଭିନ୍ନ ମୂଲ୍ୟବୋଧକୁ ବୁଝାଇଥାଏ। ସଂସ୍କୃତି ଶବ୍ଦଟି ସମ୍ ଏବଂ କୃତି ଏହି ଦୁଇଟି ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି। ସମ୍ ଶବ୍ଦର ଅର୍ଥ ଉତ୍କୃଷ୍ଟ ଏବଂ କୃତି ଶବ୍ଦର ଅର୍ଥ ଗଢ଼ଣ ଅର୍ଥାତ୍ ସଂସ୍କୃତି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଉତ୍କୃଷ୍ଟ କରି ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। ସଂସ୍କୃତି ଶବ୍ଦର ପ୍ରଥମ ପ୍ରୟୋଗ ଅଷ୍ଟାଦଶ ଶତାବ୍ଦୀରେ ନୃତତ୍ତ୍ୱରେ ପ୍ରସିଦ୍ଧ ନୃତତ୍ତ୍ୱବିତ୍ E.B. ଟାଇଲରଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା। ଟାଇଲରଙ୍କ ମତରେ ସଂସ୍କୃତି ଏପରି ଏକ ଜଟିଳ ସମଷ୍ଟି ଯାହା ଜ୍ଞାନ ପାରମ୍ପରିକ ଧାରଣା କଳା ନୈତିକତା ଆଇନ ଧାର୍ମିକ ପ୍ରଥା ତଥା ବ୍ୟକ୍ତିଗତ ସମସ୍ତ ଅର୍ଜିତ ଯୋଗ୍ୟତା ଓ ଅଭ୍ୟାସ ଯାହା ମନୁଷ୍ୟ ସମାଜର ସଦସ୍ୟ ରୂପେ ଆହରଣ କରିଥାଏ। କଲଚର ଇଜ୍ ଦ୍ୟାଟ୍ କମ୍ପ୍ଲେକ୍ସ ହୋଲ୍ ହୁଇଚ୍ ଇନକ୍ଲୁଡ୍ସ knowledge, belief, art, morals, law, custom and any other capabilities and habits acquired by man as a member of society. ମ୍ୟାକ୍ ଆଇଭର ଏବଂ ପେଜ୍ଙ୍କ ମତରେ ସଂସ୍କୃତି ଆମର ଦୈନନ୍ଦିନ ଜୀବନଯାପନ ପ୍ରଣାଳୀରେ ଲୁକାୟିତ ଚିନ୍ତାଧାରା ସାହିତ୍ୟ ଧର୍ମ କଳା ମନୋରଞ୍ଜନ ତଥା ଆନନ୍ଦରେ ପ୍ରତିଫଳିତ ହୋଇଥିବା ନିଜସ୍ୱ ପ୍ରକୃତିର ଅଭିବ୍ୟକ୍ତି ଅଟେ। ଲାପିୟରଙ୍କ ମତରେ ବଂଶାନୁକ୍ରମରେ ଏକ ସାମାଜିକ ସମୂହ ମାଧ୍ୟମରେ ଯାହା ଶିକ୍ଷା ଲାଭ କରିଥାଏ ଏବଂ ବିଭିନ୍ନ ପ୍ରଥା ପରମ୍ପରା ପ୍ରଭୃତିରେ ଯାହା ସନ୍ନିବେଶିତ ଥାଏ ତାହାକୁ ସଂସ୍କୃତି କୁହାଯାଏ। କଲଚର ଇଜ୍ ଦି embodiment in customs, traditions, etc. or of the training of social group over the generation. V. ମାଲିନୋସ୍କିଙ୍କ ମତରେ ସଂସ୍କୃତି ମଣିଷର ହାତ ଗଣ ସୃଷ୍ଟି ଯାହା ସେ ତା'ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିଥାଏ। ଉପରୋକ୍ତ ଆଲୋଚନାର ସ୍ପଷ୍ଟ ଅନୁମେୟ ଯେ ସଂସ୍କୃତି ଏକ ବ୍ୟାପକ ନିରନ୍ତର ଅର୍ଜିତ ପ୍ରକ୍ରିୟା ଯାହା ସମାଜର ପ୍ରମୁଖ ବ୍ୟବସ୍ଥାମାନଙ୍କରେ ପ୍ରତିଫଳିତ। ସଂସ୍କୃତି ସମାଜରେ ଏକ ସାମୂହିକ ଶିକ୍ଷାର ସଂକଳନ କରେ
ଯାହା ମାଧ୍ୟମରେ ସମସ୍ତ ମନୁଷ୍ୟ ସମାଜରେ ଉପଯୁକ୍ତ ସଦସ୍ୟତାର ଯୋଗ୍ୟତା ଅର୍ଜନ କରନ୍ତି ଓ ଏହା ବଂଶାନୁକ୍ରମିକ ଭାବରେ ଗୋଟିଏ ପିଢ଼ିରୁ ଅନ୍ୟ ଏକ ପିଢ଼ିକୁ ଗତିଶୀଳ ହୁଏ। ଏହା ମଧ୍ୟ ବ୍ୟକ୍ତି ଓ ସମାଜର ବହୁବିଧ ଆବଶ୍ୟକତାକୁ ପୂରଣ କରିଥାଏ। ତ ଆପଣମାନେ କହି ରଖିବେ ନିଶ୍ଚିତ ଭାବରେ ମୁଁ ଯେଉଁ ପରିଶ୍ରମ କରୁଛି ଆପଣମାନେ ନିଶ୍ଚିତ ରୂପେ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣଙ୍କର ସବସ୍କ୍ରାଇବ୍ ପାଇଁ କୌଣସି ମୂଲ୍ୟ ଖର୍ଚ୍ଚ କରିବା ପାଇଁ ପଡ଼ୁନାହିଁ। ଆପଣଙ୍କର ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ଭିଡ଼ିଓ ନେଇକି ଆସିବା ପାଇଁ। ସଂସ୍କୃତିର ଲକ୍ଷଣ ବିଷୟରେ ଜାଣିବା। ସଂସ୍କୃତିର ତାତ୍ତ୍ୱିକ ଅର୍ଥକୁ ସମ୍ପୂର୍ଣ୍ଣ ରୂପେ ବୋଧଗମ୍ୟ କରିବା ପାଇଁ ଏହାର ଲକ୍ଷଣଗୁଡ଼ିକ ବିଷୟରେ ପରିଚିତ ହେବା ଆବଶ୍ୟକ। ଯେକୌଣସି ବିଷୟରେ ଲକ୍ଷଣ ତା'ର ନିଜସ୍ୱ ଅର୍ଥ ବହନ କରେ। ଏହି ମାଧ୍ୟମରେ ସଂସ୍କୃତିର ଲକ୍ଷଣ ତା'ର ଉପାଦାନରେ ସନ୍ନିହିତ। ସଂସ୍କୃତିର ମୁଖ୍ୟ ଉପାଦାନ ଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା। ସଂସ୍କୃତି ଏକ ଅର୍ଜିତ ବା ଶିକ୍ଷଣୀୟ ପ୍ରକ୍ରିୟା। କଲଚର ଇଜ୍ ଏ ଲର୍ନ ପ୍ରୋସେସ୍। ମନୁଷ୍ୟ ଜନ୍ମରୁ ଅତ୍ୟନ୍ତ ଅସହାୟ ନିର୍ଭରଶୀଳ ପ୍ରାଣୀ ହୋଇଥାଏ। ସମାଜ ଓ ସଂସ୍କୃତି ବିଷୟରେ କୌଣସି ଜ୍ଞାନ ନଥାଏ। ମାତ୍ର ଜନ୍ମ ହେବା ପରେ ପରିବାର ପରିବେଶ ମାଧ୍ୟମରେ ସେ ଆସ୍ତେ ଆସ୍ତେ ସାମାଜିକ ପ୍ରାଣୀ ଭାବେ ଗଢ଼ି ଉଠେ। ଏହି ପ୍ରସ୍ତୁତିରେ ମନୁଷ୍ୟ ତା'ର ସମାଜର ସଂସ୍କୃତି ସହିତ ପରିଚିତ ହୁଏ। ପୋଷାକ, ଖାଦ୍ୟ, ରୀତି ନୀତି, ଚାଲିଚଳଣି ଆଦି ପରିବାର ଓ ଅନ୍ୟ ଅନୁଷ୍ଠାନ ସଦସ୍ୟଙ୍କ ଠାରୁ ଶିକ୍ଷା ଲାଭ କରିବା ପରେ ମନୁଷ୍ୟ ଶିଶୁଟି ଆସ୍ତେ ଆସ୍ତେ ସମାଜର ସାଂସ୍କୃତିକ ପ୍ରକ୍ରିୟାରେ ଭାଗୀଦାର ହୁଏ। ସଂସ୍କୃତି ମଧ୍ୟ ଭଲ ମନ୍ଦ, ପାପ ପୁଣ୍ୟ, ଉଚିତ ଅନୁଚିତ ଆଦି ମୂଲ୍ୟବୋଧ ସହିତ ପରିଚିତ କରାଏ। ଶିଶୁ ଯେତେ ଯେତେ ଆଗକୁ ବଢ଼େ ସଂସ୍କୃତି ସମ୍ବନ୍ଧରେ ତା'ର ଜ୍ଞାନ ସେତେ ବିକଶିତ ହୁଏ। ତେଣୁ ସଂସ୍କୃତି ଏକ ଶିକ୍ଷଣୀୟ ପ୍ରକ୍ରିୟା। ସଂସ୍କୃତି ଏକ ଆଦର୍ଶଗତ ପ୍ରକ୍ରିୟା। ମନୁଷ୍ୟ ମଧ୍ୟ ତା'ର ମାଧ୍ୟମରେ ଠିକ୍ ଭୁଲର ବିଚାର କରିବାର ସାମର୍ଥ୍ୟ ଥିବାରୁ ସବୁ ଜୀବମାନଙ୍କ ଠାରୁ ଶ୍ରେଷ୍ଠ ବୋଲି ବିବେଚିତ ହୁଏ। କିନ୍ତୁ ସମାଜ ଓ ସଂସ୍କୃତି ବିନା ମନୁଷ୍ୟ ମଧ୍ୟରେ ଏହି ବିଚାରବୋଧ ବିକାଶ କରିପାରେ ନାହିଁ। ସଂସ୍କୃତି ମୂଲ୍ୟବୋଧର ଆଧାରରେ ପର୍ଯ୍ୟବେସିତ। ତେଣୁ ସଂସ୍କୃତି ମାଧ୍ୟମରେ ମନୁଷ୍ୟ ସଦ୍ଗୁଣମାନ ଶିକ୍ଷା ଲାଭ କରେ ଓ ନିଜକୁ ଉଚିତ ମାର୍ଗରେ ପରିଚାଳନା କରେ। ସଂସ୍କୃତି ପ୍ରତୀକାତ୍ମକ। ପ୍ରତ୍ୟେକ ସଂସ୍କୃତିରେ ତା'ର ଚିନ୍ତାଧାରା, ଆଦର୍ଶ, ମୂଲ୍ୟବୋଧ ବିଭିନ୍ନ ମାଧ୍ୟମରେ ପ୍ରକାଶିତ ହୁଏ। ପ୍ରତୀକ ଏଭଳି ଏକ ସାଙ୍କେତିକ ମାଧ୍ୟମ ଯାହା ନୀରବରେ ସଂସ୍କୃତିର ବିଚାରବୋଧକୁ ପ୍ରକାଶିତ କରେ। ଆସ ସାମାଜିକ ଜୀବନରେ ଏଭଳି ବହୁତ ପ୍ରତୀକକୁ ଆମେ ବ୍ୟବହାର କରିଥାଉ ଆମ ସାମାଜିକ ଜୀବନରେ। ଉଦାହରଣ ସ୍ୱରୂପ ହିନ୍ଦୁ ସମାଜରେ ଏକ ବିବାହିତ ନାରୀ ମୁଖରେ ସିନ୍ଦୂର ଓ ହାତରେ ଚୁଡ଼ି ପିନ୍ଧିଥିଲେ ଆମେ ତାକୁ ଏକ ବିବାହିତ ନାରୀର ପରିଚୟ ଦେଇଥାଉ। ସେହିପରି ଭାବେ ଭାରତର ଜାତୀୟ ପତାକା ଆମ ଦେଶର ଜାତୀୟତା ଭାବର ପ୍ରତୀକ ହିସାବରେ ଗ୍ରହଣ କରାଯାଇଥାଏ। ସଂସ୍କୃତି ଏକ ସ୍ଥାନାନ୍ତରିତ ପ୍ରକ୍ରିୟା। ସଂସ୍କୃତି ଏକ ନିର୍ଦ୍ଦିଷ୍ଟ ପିଢ଼ିରେ ସୀମିତ ନୁହେଁ। ସାମାଜିକରଣ ମାଧ୍ୟମରେ ସଂସ୍କୃତି ଏକ ପିଢ଼ିରୁ ଦ୍ୱିତୀୟ ଏବଂ ପରେ ତୃତୀୟ ଆଦି ପିଢ଼ିକୁ ଗତିଶୀଳ ହୋଇଥାଏ। ଏହା ସମ୍ପୂର୍ଣ୍ଣ ଭାବେ ଗତିଶୀଳ ଅଟେ। ପରିବାର ମଧ୍ୟରେ ସଂସ୍କୃତିର ଗତିଶୀଳତା ବାପା ମା, ଜେଜେବାପା, ଜେଜେମା, ଦାଦା, ଖୁଡ଼ୀ ଆଦିଙ୍କ ମାଧ୍ୟମରେ ସାମାଜିକ ପ୍ରାଣୀ ଭାବରେ ବଞ୍ଚିବା ପାଇଁ ଶିଶୁକୁ ମୌଳିକ ଶିକ୍ଷା ଦିଆଯାଇଥାଏ। କ୍ରମବର୍ଦ୍ଧିଷ୍ଣୁ ପ୍ରକ୍ରିୟା। ପିଢ଼ି ପରେ ପିଢ଼ି ସଂସ୍କୃତିର ନବୀକରଣ ଚାଲିଥାଏ। ପ୍ରଚଳିତ ପ୍ରଥା, ପରମ୍ପରା, ଚିନ୍ତାଧାରା ସହିତ ନୂତନ ପ୍ରଥା, ଚିନ୍ତାଧାରା ଆଦି ଯୋଡ଼ି ହୋଇ ଚାଲିଥାଏ। ସମାଜ ଓ ସମୟର ଆବଶ୍ୟକତା ଅନୁଯାୟୀ ସଂସ୍କୃତିର ପରିସୀମାରେ ବୃଦ୍ଧି ଘଟିଥାଏ। ଏହା ସେହି ସଂସ୍କୃତିକୁ ବଜାୟ ରଖିବା ସହିତ ବ୍ୟକ୍ତି ଓ ସମାଜର ବହୁବିଧ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୁଏ। ସଂସ୍କୃତି ପରିବର୍ତ୍ତନଶୀଳ। ସଂସ୍କୃତି କେଉଁ କାଳରୁ ଚାଲିଥାଏ ନଦୀଟିଏ ପରି। ଏହାକୁ ଆବଦ୍ଧ କରି ରଖିଲେ ଏହା ସମାଜ ପାଇଁ ଅନାବଶ୍ୟକ ହୋଇପଡ଼େ। ତେଣୁ ସମୟ ସ୍ରୋତରେ ସଂସ୍କୃତି ସବୁ ନୂତନତାକୁ ସାଥିରେ ଧରି ଆଗକୁ ବଢ଼େ। ବାଧା ପ୍ରତିରୋଧ ସତ୍ତ୍ୱେ ବି ସଂସ୍କୃତି ଏକ ନିର୍ଦ୍ଦିଷ୍ଟ ବିଚାରବୋଧର ବେଷ୍ଟନୀରେ ବହୁ କାଳ ପାଇଁ ବାନ୍ଧି ହୋଇ ରହିପାରେ ନାହିଁ। ତେଣୁ ସଂସ୍କୃତି ନିତ୍ୟ ନିରନ୍ତର ପରିବର୍ତ୍ତନଶୀଳ। ସଂସ୍କୃତି ବିବିଧ ଆବଶ୍ୟକତାକୁ ପୂରଣ କରିଥାଏ। ମନୁଷ୍ୟ ତା'ର ଭୌତିକ ଓ ଅଭୌତିକ ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରିଥାଏ। ଏଠି ସମସ୍ତଙ୍କୁ ଗୋଟେ ଅନୁରୋଧ ରହିବ, ଚ୍ୟାନେଲକୁ ସମସ୍ତେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅ। କାହିଁକିନା ଆପଣମାନଙ୍କର ପ୍ରତ୍ୟେକ ଯେଉଁ ରହିବ ଆସାଇନମେଣ୍ଟ ସମସ୍ତ ଚାରିଟା ସାରା ଯେଉଁ ପରୀକ୍ଷା ଆପଣମାନେ ଦେବାକୁ ଯାଉଛନ୍ତି 2025-26 ଶିକ୍ଷାବର୍ଷ ଲାଗି POD 1, 2, 3, 4, 5 ପାଞ୍ଚଟା ଫାର୍ଷ୍ଟ ସେମିଷ୍ଟର ପାଇଁ, ସେହିଭଳି ଭାବରେ ସେକେଣ୍ଡ ସେମିଷ୍ଟର, ଥାର୍ଡ଼ ସେମିଷ୍ଟର, ଫୋର୍ଥ ସେମିଷ୍ଟର ପ୍ରତ୍ୟେକ ସେମିଷ୍ଟରର ସମସ୍ତ ଆସାଇନମେଣ୍ଟ ସହିତ କିଭଳି କଭର ପେଜ୍, କିଭଳି ପ୍ରୋଜେକ୍ଟ ୱାର୍କ ଲେଖା ହେବ, କିଭଳି କ୍ୱେଶ୍ଚନ୍ ପଡ଼ିବ, କ୍ୱେଶ୍ଚନ୍ କ'ଣ ନେକ୍ସଟ କ୍ୱେଶ୍ଚନ୍ କ'ଣ ରହିବ ତା ପରବର୍ତ୍ତୀ ପରୀକ୍ଷା ପାଇଁ ମୁଁ ସମସ୍ତ ଆପଣମାନଙ୍କୁ ହେଲ୍ପ କରିବି। ତେଣୁ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅ, ସାଙ୍ଗମାନଙ୍କ ସହିତ ବହୁତ ମଧ୍ୟ ସେୟାର କରିଦିଅ। ଭୌତିକ ଆବଶ୍ୟକତା ଯେମିତି ଖାଦ୍ୟ, ବସ୍ତ୍ର, ବାସଗୃହ, ଯନ୍ତ୍ରପାତି, ଯାନ ଓ ଅଭୌତିକ ଆବଶ୍ୟକତା ଯେମିତି ସ୍ନେହ, ପ୍ରେମ, ସ୍ୱୀକାରୋକ୍ତି, ବନ୍ଧୁତ୍ୱ ଇତ୍ୟାଦି ପାଇଁ ସଂସ୍କୃତି ମାର୍ଗଦର୍ଶକ ପରି କାମ କରେ। ବଞ୍ଚିବାର ମୌଳିକ ଆବଶ୍ୟକତା ସହିତ ଶୈକ୍ଷିକ
आर्थिक राजनीतिक तथा अन्य सामाजिक आवश्यकतार पूर्ति ପାଇଁ ସଂସ୍କୃତି ଉପରେ ନିର୍ଭର କରିଥାଏ। ସଂସ୍କୃତି ଏକ ଧାରାବାହିକ ପ୍ରକ୍ରିୟା। ସାଂସ୍କୃତିକ ଧାରାର ବିରାମ ନାହିଁ। ଏହା ସଦାସର୍ବଦା କ୍ରିୟାଶୀଳ ଓ ଚଳଚଞ୍ଚଳ। ଜାଣତରେ ବା ଅଜାଣତରେ ହୋଇଥାଉ, ଆମେ ସାଂସ୍କୃତିକ ପ୍ରବାହର ଅଂଶବିଶେଷ ହୋଇଥାଏ। କାହିଁ କେଉଁ ପ୍ରାଚୀନ କାଳରୁ ଏପର୍ଯ୍ୟନ୍ତ ସଂସ୍କୃତି ସମାଜର ଆଧାର ରହି ଆଗକୁ ଯିବା ପାଇଁ ପଥ ଦର୍ଶାଉଛି। ସାଂସ୍କୃତିକ ଆଧାର ବିନା ସାମାଜିକ ଜୀବନ ଅସମ୍ଭବ। ତେଣୁ ଏହା ଏକ ଧାରାବାହିକ ପ୍ରକ୍ରିୟା। ସଂସ୍କୃତିର ପ୍ରକାରଭେଦ। WF ଅକବରଙ୍କ ମତରେ ସଂସ୍କୃତି ଦୁଇ ପ୍ରକାରର: ଭୌତିକ ସଂସ୍କୃତି ଓ ଅଭୌତିକ ସଂସ୍କୃତି। ଭୌତିକ ସଂସ୍କୃତି କହିଲେ ଆଖିକୁ ଦେଖାଯାଉଥିବା ଛୁଇଁ ହେଉଥିବା ପଦାର୍ଥକୁ ନେଇ ଗଠିତ, ଯାହା ଆମ ଦୈନନ୍ଦିନ ଜୀବନର ଅଂଶବିଶେଷ। ଉଦାହରଣ ସ୍ୱରୂପ ଯାନବାହନ, କଳକାରଖାନା, ବହି, ଖାତା, ଟେଲିଭିଜନ ଇତ୍ୟାଦି। ଅଭୌତିକ କହିଲେ ସେହି ଉପାଦାନ ଯାହା ଅମୂର୍ତ୍ତ, ସ୍ପର୍ଶହୀନ, ଏହାକୁ କେବଳ ଆମେ ଆମ ଚିନ୍ତା ଓ ଭାବନାରେ ଅନୁଭବ କରିପାରୁ। ଉଦାହରଣ ସ୍ୱରୂପ ଜ୍ଞାନ, ବିଶ୍ୱାସ, ବିଚାରଧାରା, ଧର୍ମ ଇତ୍ୟାଦି। ଏହି ପରିପ୍ରେକ୍ଷୀରେ ଅକବର ଆଉ ଏକ ତତ୍ତ୍ୱ ପ୍ରତିପାଦନ କରିଛନ୍ତି, ତାହା ହେଲା ସାଂସ୍କୃତିକ ବିଲମ୍ବନ। ତାଙ୍କ ମତରେ ଭୌତିକ ସଂସ୍କୃତିର ପରିବର୍ତ୍ତନ ଅଭୌତିକ ସଂସ୍କୃତି ତୁଳନାରେ ଦ୍ରୁତ ବେଗରେ ହୋଇଥାଏ। ତେଣୁ ଗୋଟିଏ ପଟ ପରିବର୍ତ୍ତନ ଅତି ଶୀଘ୍ର ହେଲାବେଳେ ଅନ୍ୟ ପଟେ ଏହି ପରିବର୍ତ୍ତନ ବିଳମ୍ବରେ ହୋଇଥାଏ। ତେଣୁ ଏହି ଭୌତିକ ସଂସ୍କୃତି ଓ ଅଭୌତିକ ସଂସ୍କୃତି ମଧ୍ୟରେ ଯେଉଁ ବ୍ୟବଧାନ ଦେଖା ଦେଇଥାଏ, ତାହାକୁ ସାଂସ୍କୃତିକ ବିଲମ୍ବନ କୁହାଯାଏ। ଉଦାହରଣ ସ୍ୱରୂପ ଶିଳ୍ପାୟନର ଦ୍ରୁତ ଅଭିବୃଦ୍ଧି ସହିତ ଶିକ୍ଷାରେ ମଧ୍ୟ ଗୁଣାତ୍ମକ ପରିବର୍ତ୍ତନ ଆସିବା ଦରକାର। କିନ୍ତୁ ଯଦି ତାହା ନ ହୁଏ, ତେବେ ସମାଜ ବହୁବିଧ ସମସ୍ୟା ଓ ଆହ୍ୱାନରେ ଘେରି ହୋଇପଡ଼େ। ତାହା ଏପରି ଏକ ନିଷ୍ଫଳ ପଙ୍ଗୁ ସମାଜ ସୃଷ୍ଟି କରେ, ଯାହାକୁ ଅକବରଙ୍କ ଭାଷାରେ ସାଂସ୍କୃତିକ ବିଲମ୍ବନ କୁହାଯାଏ। ସଂସ୍କୃତିର ବହୁବିଧ ଦିଗ ରହିଛି। ଆବହମାନ କାଳରୁ ଏପର୍ଯ୍ୟନ୍ତ ଭଲ ଭାବରେ ନିରୀକ୍ଷଣ କଲେ ସଂସ୍କୃତି ମୁଖ୍ୟତଃ ତିନି ଭାଗରେ ବିଭକ୍ତ ହେବାର ଦେଖାଯାଏ: ଅଭିଜାତ ସଂସ୍କୃତି, ଜନପ୍ରିୟ ସଂସ୍କୃତି, ଲୋକ ସଂସ୍କୃତି। ଅଭିଜାତ ସଂସ୍କୃତି। ସର୍ବପ୍ରଥମେ ଫାଷ୍ଟ ଦେଖିବା ଅଭିଜାତ ସଂସ୍କୃତି। ସର୍ବପ୍ରଥମେ ଭିକ୍ଟୋରିଆର ଯୁଗରେ ଇଂରାଜୀ ସମାଲୋଚକ କବି ମାଥ୍ୟୁ ଆର୍ନୋଲ୍ଡ ତାଙ୍କର କୃତି କଲଚର ଇନ୍ ଡେ ଆନାରି 1869ରେ ଉଚ୍ଚ ସଂସ୍କୃତି ବା ଅଭିଜାତ ସଂସ୍କୃତି କଲଚର ସମ୍ପର୍କରେ ଅବଗତ କରାଇଥିଲେ। ତାଙ୍କ ମତରେ ଏହା ଏକ ଉଚ୍ଚତର ରାଜନୈତିକ ଓ ନୈତିକ ମୂଲ୍ୟବୋଧକୁ ବୁଝାଏ। ଏହା ମଧ୍ୟ ସାହିତ୍ୟ, କଳା, ସଙ୍ଗୀତର ଉତ୍କର୍ଷ ପ୍ରତିପାଦନ କରେ। ସେ ସମୟରେ ଧନୀ ଓ ପ୍ରତିପତ୍ତିସମ୍ପନ୍ନ ବ୍ୟକ୍ତି କଳା ଓ ସଂସ୍କୃତି ପ୍ରତି ଅନୁରକ୍ତ ଥିବାର ଦେଖାଯାଏ। ଏହା କେବଳ ଉଚ୍ଚ ବର୍ଗର ବ୍ୟକ୍ତିବିଶେଷ ପାଖରେ ସୀମିତ ଥିଲା। ତେଣୁ ଏହାକୁ ଅଭିଜାତ ସଂସ୍କୃତି କୁହାଯାଏ। ଜନପ୍ରିୟ ସଂସ୍କୃତି ପପୁଲାର କଲଚର। ଜନପ୍ରିୟ ସଂସ୍କୃତି 19ଶ ଶତାବ୍ଦୀର ପ୍ରାରମ୍ଭରେ ଆଦୃତ ଲାଭ କଲା। ଏହା ସାଧାରଣତଃ ବହୁ ଲୋକମାନଙ୍କ ଦ୍ୱାରା ପ୍ରଚଳିତ ରୀତି, ନୀତି, ରୁଚି ଓ ଜୀବନଶୈଳୀକୁ ବୁଝାଏ। ଗଣମାଧ୍ୟମର ଗୁରୁତ୍ୱ ବଢ଼ିବା ସହିତ ଜନପ୍ରିୟ ସଂସ୍କୃତିର ପ୍ରଚାର ଓ ପ୍ରସାର ମଧ୍ୟ ବଢ଼ି ଚାଲିଲା। ଶିଳ୍ପାୟନ, ସହରୀକରଣ ଲୋକମାନଙ୍କ ମଧ୍ୟରେ ଏକ ବିଶେଷ ରୁଚିକୁ ଜନ୍ମ ଦେଲା। ଏହା ଚିତ୍ତବିନୋଦନ ପ୍ରକ୍ରିୟାରୁ ଆରମ୍ଭ କରି ରନ୍ଧନକଳା, ଚିତ୍ତବିନୋଦନ, ଅବସର ବିନୋଦନ, ଗୀତ, ସଙ୍ଗୀତ, ନୃତ୍ୟ ଆଦି ବିବିଧ ବିଭାଗରେ ଏକ ସ୍ୱତନ୍ତ୍ର ଲୋକପ୍ରିୟ ରୁଚିକୁ ପରିପ୍ରକାଶ କଲା। ମୁଖ୍ୟତଃ ଜନପ୍ରିୟ ସଂସ୍କୃତିର ପ୍ରଚାର ପ୍ରସାର ଜାଗତିକରଣ, ଆର୍ଥିକ ଉଦାରୀକରଣ ପ୍ରକ୍ରିୟା ମାଧ୍ୟମରେ ଅଧିକରୁ ଅଧିକ ବିକଶିତ ହେବାକୁ ଲାଗିଲା। ବର୍ତ୍ତମାନ ଭାରତୀୟ ସମାଜରେ ବଲିଉଡ୍ ସଂସ୍କୃତି ଏଭଳି ଏକ ଜନପ୍ରିୟ ସଂସ୍କୃତିର ଉଦାହରଣ ଅଟେ। ଲୋକ ସଂସ୍କୃତି ଯେକୌଣସି ସାମାଜିକ ସାଂସ୍କୃତିକ ପରିଚୟ ବହନ କରେ। ଏହା ସେ ଅଞ୍ଚଳର ପାରମ୍ପରିକ ବ୍ୟବସ୍ଥାର ପରିପ୍ରକାଶ ଅଟେ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଲୋକ ସଂସ୍କୃତି ମାଧ୍ୟମରେ ଆଦୃତ ହେବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳ ବା ସମାଜକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ଏହା ଅଲିଖିତ ଏବଂ କଥା ମାଧ୍ୟମରେ ପ୍ରସାରିତ ହୁଏ। ଲୋକ ସଂସ୍କୃତିର ଚେର ବହୁତ ମଜବୁତ ଓ ଗଭୀର ଥାଏ। ଏହା ସହଜରେ ପରିବର୍ତ୍ତନ ହୁଏ ନାହିଁ। ଯଦିଓ ସମୟ ସ୍ଥାନ ବିଶେଷରେ ବାହ୍ୟଶକ୍ତିର ପ୍ରଭାବରେ କିଛିଟା ପରିବର୍ତ୍ତନ ହୋଇଥାଏ, କିନ୍ତୁ ଏହା ଆଂଶିକ ଅଟେ। ବର୍ତ୍ତମାନ ଜଗତୀକରଣ ପ୍ରଭାବରେ ଲୋକ ସଂସ୍କୃତିର ପରିଚୟ କୌଣସି ଏକ ଅଞ୍ଚଳରେ ସୀମିତ ରହିନାହିଁ, ବରଂ ଦେଶ କାଳ ନିର୍ବିଶେଷରେ ଏହା ବ୍ୟାପକ ହୋଇଯାଇଛି। ତେଣୁ ଚିନ୍ତା ଚେତନାର ସାମୂହିକ ପ୍ରକାଶ ସଂସ୍କୃତି ହେଲେ ମଣିଷମାନଙ୍କର ସାମୂହିକ ପ୍ରକାଶ ସମାନ ଅଟେ। ସଂସ୍କୃତି ସମାଜରେ ରହି ବଞ୍ଚିବାର କଳା ଶିଖାଇଥାଏ। ଜନ
ମାନସରେ ବହୁ ପ୍ରାଚୀନ କାଳରୁ ସାହିତ୍ୟ ବିଚାରଗତ ଧାରଣା ମୂଲ୍ୟବୋଧ ରୀତିନୀତିକୁ ଯଦି ଆମେ ସଂସ୍କୃତି ବୋଲି ବୁଝୁଥାଉ ତେବେ ସେହି ଲୋକମାନଙ୍କର ସାମୂହିକ ଭାବରେ ବଞ୍ଚିବାର ବ୍ୟବସ୍ଥାକୁ ସମାଜ କହିଥାଉ। ତେଣୁ ମଣିଷ ଏକ ସାମାଜିକ ପ୍ରାଣୀ ଓ ସହିତ ସାଂସ୍କୃତିକ ପ୍ରାଣୀ, ଉଭୟ ପରସ୍ପରର ପରିପୂରକ। ସମାଜ ବିନା ସଂସ୍କୃତିର ପରିଚୟ ନାହିଁ ଏବଂ ବୁଝିବାକୁ ହେଲେ ସମାଜ ଓ ସଂସ୍କୃତିର ମିଳନ ଅଧ୍ୟୟନ ଆବଶ୍ୟକ ଅଟେ। ସମାଜ ସଂସ୍କୃତି ମଧ୍ୟରେ ବ୍ୟକ୍ତି ଏକ ମୁଖ୍ୟ ଅବଦାନ। ଏଇଠି ଆପଣମାନଙ୍କର POD 1 ଆସାଇନମେଣ୍ଟ ସରିଯାଇଛି ଆନ୍ସର୍। ତ ଆପଣମାନଙ୍କୁ ଯେଉଁମାନଙ୍କୁ ଭଲ ଲାଗୁଛି ନିଶ୍ଚିତ ରୂପେ କଷ୍ଟ ବା ପରିଶ୍ରମର ଫଳସ୍ୱରୂପ ଆପଣମାନେ କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ୁନାହିଁ। ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ ଚ୍ୟାନେଲକୁ, କାହିଁକିନା ଆପଣମାନଙ୍କ ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ଭିଡ଼ିଓ ନେଇକି ଆସିବା ପାଇଁ। ଆପଣମାନଙ୍କର ଏକ୍ଜାମ୍ ସମ୍ପର୍କିତ ହେଉ ବା ପ୍ରୋଜେକ୍ଟ ଲେଖିବା ସମ୍ପର୍କିତ ହେଉ ବା ଆସାଇନମେଣ୍ଟ ସମ୍ପର୍କିତ ହେଉ ବା କ'ଣ କ୍ୱେଶ୍ଚନ୍ ଆସିବ ଏକ୍ଜାମ୍ରେ ସେ ସମ୍ପର୍କିତ ହେଉ। ରହୁଛି। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।